सदिच्छा सत् इच्छा उत्तम इच्छा आग्रह यही दुईटी ही व्यक्ति अग्रसर करें। एणु ये मोर प्रिय श्रोता बंधु आपणकर सदिच्छा मु कृतकृत्य आपण माने समस्ते सश्रद्धा शुणुछंती बोली निजर भविष्य जानीपारुछंती। आज आम अच्छे बुधवार कहिबा गुरुवार विषय रे। गुरुवार 23 तारीख सप्तमी तिथि तेणु ताल सज खाइबानी ताल खाइबा मना। सप्तमी तिथि ताल खाइबा मना। आज सूर्योदय 5:24 पर सूर्यास्त 6:05 पर और मंद समय 1:20 रु 2:55। तेणु ए समय यात्रा करवानी कौन शुभ कार्य आरंभ करवानी। बंधु आज आम आलोचना करवा से षडाक्षर मंत्रर आ गोटे पद तार गोटे पाद मु कहि गोटे पदर गोटे पाद कहि आपण को मो छाड़ी छाड़ी डे आफ्टर डे कहूँ कहीं मन रखिए काम लगे। वृषभम भगवान शिवंकर बांधला वृषभ वृषभ वाहनं जस्य वृषभ वाहनम जस्य ये शब्दटी कहीं लिखाला ऋषिमुनि कहीं लिखिले षंड लिखिलेनि वृषभ कहीं लिखिले ब्रू ब्रू भाषणे जे भल वक्ता ये जो नंदीश्वर जे शिवंकर वाहन से भल वक्ता आउ भयंकर गर्जन करती जो गर्जन शुणी सिंह भी आतंकित हुए। सेठी देवी दुर्गांकर वाहन सिंह अच्छी से सिंह भी आतंकित नले सिंह आक्रमण करता षंड को नहीं सिंह डरी जाए। वृषभ वाहनम जस्य ब्रू ब्रू बुझीगला स है से षड्दोष रहित काम क्रोध लोभ मोह माश्चर्य ईर्षा यही षड दोषरु से मुक्त नंदीश्वर तेबे थिले एबे अछंती काली भी थिबे। तांकर कण संतान हेची ना वंश बढ़ी तेणु से षड्दोष विरहित वृषभ से भयंकर कौठी ना जेउठी अन्याय हब जेउठी दोषपूर्ण हब से सेठी नहीं जीवे भगवान शिवं को शिवंग हाथ थिबा दंड त्रिशूल से अपराधी की दंडित करिवो। आम काली अन्य 3 पद आलोचना करिबा वृषभ वाहनं जस्य। आज एबे आलोचना करिबा मेष राशि कथा। 23 तारीख गुरुवार मेष राशि पाई कौन व्यवस्था अच्छी। 23 तारीख गुरुवार मेष राशि में गुरुवार 12 है गुरु मेषर अधिपति हेले मंगल मंगल सहित गुरुंकर सुसंपर्क तेणु आज मेष राशि वालांकर खाली मंगल मंगल हेब। बलिष्ठ बंधु सृष्टि हेबे सुसमय आसीबो दिन 3:13 पर से जाए सर्वविध सुविधा पाखे पाखे रहिबो। भाई बंधु कुटुंब सहयोग करिवे आर्थिक विकास हेबो शुभ समाचार शुणिबे। चेष्टा कले आपण चेष्टा करिवे विधाता साहाय्य करिवे चेष्टा कले विधाता अवश्य सहयोग करिवे माने निज निजर आय अमल भल हेबो। मात्र 3:13 परठारु देह असुस्थ हेबो स्वभाव चिड़चिड़ा हेबो पुराणा रोग बहु दुख देव सम्मान हानि हेबो आउ
ଏମିତି ଏକ ଘଟଣା ଘଟିବ ଯେଉଁଥିରେ ଆପଣ ମ୍ରିୟମାଣ ହେବେ। ଦୂରଯାତ୍ରା ନିଷେଧ। ରାତି 8:57 ଯାଏ ଅଶ୍ୱିନ ନକ୍ଷତ୍ରର, ଆଉ ରାତି 8:57 ପରେ ଦ୍ୱିଜା ନକ୍ଷତ୍ରର ଅସୁବିଧା ହେବ। ଏ ଗଲା ମେଷ ରାଶି କଥା। ବୃଷ ରାଶି କଥା 23 ତାରିଖ ଗୁରୁବାର ବୃଷ ରାଶି ପାଇଁ, ମାନେ ଶୁକ୍ର ଗ୍ରହ ପାଇଁ। ବୃଷର ଅଧିପତି ହେଲେ ଶୁକ୍ର, ଆଉ ଗୁରୁବାର ଇଏ ହେଲେ ଦେବଗୁରୁ ସହସ୍ରଗୁରୁ। ତେଣୁ ଝଗଡ଼ା ହେବ। ଆଜି ସବୁ କଥାରେ ଶତ୍ରୁଭାବ ସୃଷ୍ଟି ହେବ। ଆପଣ ଯେତେ ସରଳ ଶାନ୍ତ ଭଦ୍ର ଅମାୟିକ ହୁଅନ୍ତୁ ନା କାହିଁକି, ଆପଣଙ୍କ ସବୁ ଆୟ ଇନକମରେ ଚାଲିଚଳନରେ କେହିଟିଏ ଖୁଣ୍ଟା ଖୋଜିବ, ଦୋଷ ଖୋଜିବ। ତେଣୁ ସବୁ କ୍ଷେତ୍ରରେ ବାଧା ବନ୍ଧନ ସୃଷ୍ଟି ହେବ। ମନ କୌଣସି ଅହେତୁକ କାରଣ ପାଇଁ ଅଧୀର ହେବ। ଏହିପରି ଦିନ 3ଟା 13 ଯାଏ ଚାଲିବ। ଦିନ 3ଟା 13 ପରଠାରୁ ହେଉଥିବା ଆୟର ଧାରା ବଦଳିଯିବ। ସମସ୍ୟା ଘେରରୁ ମୁକ୍ତ ହେବେ। ଦେହପା ସୁସ୍ଥ ଲାଗିବ। ମାତ୍ର ଭାଇ ସମ୍ପର୍କରେ ଟିକେ ଫାଟ ସୃଷ୍ଟି ହେବ। ଏଇ ଯେଉଁ ଶୁକ୍ରବାର ଗୁରୁବାର ପାଇଁ ରାତି 8:57 ଯାଏ କୃତ୍ତିକାର ହାନି, 8:57 ପରେ ରୋହିଣୀ ନକ୍ଷତ୍ରର ଅଶୁଭ ହେବ। ଏବେ ଆଲୋଚନା କରିବା ମିଥୁନ କଥା। 23 ତାରିଖ ଗୁରୁବାର ମିଥୁନ ରାଶିର, ମାନେ ବୁଧ। ଇଏ ଗୁରୁ, ସେ ବୁଧ। ଗୁରୁଙ୍କୁ ବୁଧ ଡରନ୍ତି, ବୁଦ୍ଧଙ୍କୁ ଗୁରୁ ସ୍ନେହ କରନ୍ତି। ଏଇଭଳି ଏକ ପରିସ୍ଥିତି ସୃଷ୍ଟି ହେବ ଯେ 23 ତାରିଖ ଗୁରୁବାର ମିଥୁନ ରାଶିର, ମାନେ ବୁଧ ସହ ଗୁରୁଙ୍କର ମନ ଆତଙ୍କିତ ହେବ। ଦିନ 3ଟା 13 ଯାଏ ଯେଉଁ ସବୁ ସୁଖ ସୁବିଧା ଶାନ୍ତି ଓ ଆନନ୍ଦ ଆଜି ଉଚ୍ଚକୋଟୀର ମିଳିବାର ଥିଲା, ଗୁରୁବାର ହେତୁ ସିଏ ସବୁଥିରେ ଟିକେ ମନବୋଧ ହେବନି। ଆଜି ସବୁ ମିଳିବ, ସୁଖ ଶାନ୍ତି, ଭଲ ଆୟ ରୋଜଗାର, ଉତ୍ତମ ଖାଦ୍ୟ ମିଳିବ, କିନ୍ତୁ ମନବୋଧ ହେବନି ଯେହେତୁ ଗୁରୁବାର। ଦିନ 3ଟା 13 ପରେ ସକଳ ଆୟ ଦିଗଟି ଖୋଲା ହୋଇଯିବ। ମନ ଅଧୁରା ସ୍ୱପ୍ନକୁ ନେଇ ଅଧୀର ହେବ। ମାନେ ମନସ୍କାମନା ପୂର୍ଣ୍ଣ ହେଇପାରିବନି। ଅଧୁରା ସ୍ୱପ୍ନ ରହିଗଲା ଏଟା ଯେହେତୁ ଗୁରୁବାର। ରାତି 8:57 ଯାଏ ଆର୍ଦ୍ରାର, ଆଉ 8:57 ପରେ ପୁନର୍ବସୁର ଅଶୁଭ ସମୟ ଆସିବ। 23 ତାରିଖ ଗୁରୁବାର କର୍କଟ ରାଶି ପାଇଁ, ମାନେ ଚନ୍ଦ୍ର ଆଉ ବୃହସ୍ପତି। କର୍କଟର ଅଧିପତି ହେଲେ ଚନ୍ଦ୍ର, ବାର ହେଲା ଗୁରୁବାର। ଆଙ୍କ ମଧ୍ୟରେ ମିତ୍ରତା ଅଛି। ଯେତେ ଅସୁବିଧା ହେଲେ ବି, ଯେଉଁ ପ୍ରତି ଅଘଟଣରେ ବି, ସବୁ ସମସ୍ୟାରେ ବି ମିତ୍ର ସହଯୋଗ ମିଳିବ। 23 ତାରିଖ ଗୁରୁବାର କର୍କଟ ରାଶି ପାଇଁ, ମାନେ ଚନ୍ଦ୍ର ପାଇଁ ଶୁଭ ଦିନ। ଆସୁଥିବା ସମସ୍ତ ବାଧାବିଘ୍ନ ଅଧ ବାଟରୁ ଫେରିଯିବେ। ଦିନ 3ଟା 13 ଯାଏ ଦେହ ଅସୁସ୍ଥ ରହିବ। ଋଣ କରଜ ଧାର କରିବାକୁ ପଡ଼ିପାରେ। ବହୁ ଖର୍ଚ୍ଚାନ୍ତ ହେବେ। ଏହିପରି ବିବିଧ ସମସ୍ୟା ଆସିବ। ଗୁରୁବାର ହେତୁ ଏମାନଙ୍କର ପ୍ରକୋପ କମ୍ ହେବ। କେହି ହଇରାଣ କରିବେନି, କି ଅପମାନ ଦେବେନି, କି ଆପଣ ଦଣ୍ଡିତ ହେବେନି। ଦିନ 3ଟା 13 ପରେ ଶୁଭ ସମୟ ଆସିବ। ଭାଗ୍ୟ ସଳଖ ହୋଇଯିବ। ଦେହ ଓ ମନ ଭଲ ଲାଗିବ। ଆୟ ଅମଳରେ ଟିକେ ବିକାଶ ହେବ। ବନ୍ଧୁ ପରିଜନ ଆଦର କରିବେ। ରାତି 8:57 ଯାଏ ପୁନର୍ବସୁର ପରେ ପୁଷ୍ୟାର ସାଧାରଣ ଅସୁବିଧା ହେବ। ଗୁରୁବାର ସମସ୍ୟା ହେବନି। 23 ତାରିଖ ଗୁରୁବାର ସିଂହ ରାଶିର, ମାନେ ରବି ସହ ବୃହସ୍ପତିଙ୍କର। ସିଂହର ଅଧିପତି ହେଲେ କିଏ? ରବି, ଆଉ ବାର ହେଲା ଗୁରୁ। ତାଙ୍କର ମିତ୍ରତା ଅଛି। ଭଲ ପଡ଼ିବ ଦିନଟା, ଆଜି ଭଲରେ ଯିବ। ଏଣୁ ଦିନଟି ମଧୁମୟ କହିଲେ ଚଲେ। ନିର୍ଭୁଲ, ପୁରା ନିର୍ଭୁଲ। ଆଜି ମଧୁମୟ, ସମସ୍ୟା କିଛି ନାହିଁ, ସବୁ ସୁଖ ମିଳିବ। ଦିନ 3ଟା 13 ଯାଏ ଧନ ଜନ ଗୋପ ଲକ୍ଷ୍ମୀ ଯାହା ଯାହା ମାନବର କାମ୍ୟ, ସେ ସମସ୍ତ ଆମର କାମ କର୍ମ ଆଉ ଧର୍ମ ଅନୁସାରେ ଅବଶ୍ୟ ପ୍ରାପ୍ତ ହେବ। ଧନ ଜନ ଗୋପଲକ୍ଷ୍ମୀ ଆମ ପାଖକୁ ଆସିବେ। ଆମେ ସେଇଭଳି ଧର୍ମ ଆଉ କର୍ମ କରିବା ଉଚିତ। ପୂର୍ବ ଧର୍ମ ଥିଲେ
ସମସ୍ତ ମନସ୍କାମନା ଅବଶ୍ୟ ପୂର୍ଣ୍ଣ ହେବ। ଆୟ ଅମଳ ପାଇଁ ଆଦୌ ବାଧାବିଘ୍ନ ନାହିଁ, ଖାଲି ଚେଷ୍ଟା। ଶାରୀରିକ ସମସ୍ୟା ନାହିଁ, ଖାଦ୍ୟପେୟ ରୁଚିକର ହେବ। ମାତ୍ର ଦିନ 3ଟା 13 ଠାରୁ ପାଗ ବଦଳିଯିବ, ବ୍ୟୟ ବଢ଼ିଯିବ, ଦେହ ଅସୁସ୍ଥ ହେବ, ସାମାନ୍ୟ କଳହ ବି ହୋଇପାରେ। ମନ ସମୟ ହେତୁ ମନ୍ଦ ସମୟ ଆସିଯିବ, ତେଣୁ ଦୂରଯାତ୍ରା ମନା। ରାତି 8ଟା 57 ଠାରୁ ପୂର୍ବଷାଢ଼ାର 8ଟା 57 ଯାଏ ମଘାର ଅଶୁଭ। ରାତି 8ଟା 57 ଯାଏ ମଘାର ଅଶୁଭ, 8ଟା 57 ଠାରୁ ପୂର୍ବ ଫାଲ୍ଗୁନୀର ଅଶୁଭ। ଏବେ କନ୍ୟା କଥା। 23 ତାରିଖ ଗୁରୁବାର କନ୍ୟା ରାଶି ପାଇଁ, ମାନେ ବୁଧ ପାଇଁ। ପୂର୍ବରୁ ଆଲୋଚନା କରିଛେ ମିଥୁନରେ, ଟିକେ ଆଜି ଲଜ୍ଜିତ ହେବେ। ଏଇ କନ୍ୟା ରାଶି ଲୋକମାନେ ନିଜ ପୂର୍ବ ଦୁଷ୍କର୍ମ ପାଇଁ ଆଜି ଲଜ୍ଜିତ ହେବେ, ଧରା ପଡ଼ିଯିବେ। ସବୁ ଲୋକେ ଆଜି କନ୍ୟା ରାଶି ଲୋକଙ୍କୁ ଟିକେ ଘୃଣା ଦୃଷ୍ଟିରେ ଦେଖିବେ। ସର୍ବବିଧ କାର୍ଯ୍ୟ ସୁରୁଖୁରୁରେ ହେଲେ ବି ଏମାନଙ୍କର ମନ ଆତଙ୍କିତ ହେବ ଯେ ଏମାନେ ମୋତେ ଘୃଣା କରୁଛନ୍ତି। ମନ ସନ୍ଧ୍ୟାଚ୍ଛନ୍ନ ହେବ, ଆୟ ବୃଦ୍ଧି ହେବ। ଦିନ 3ଟା ଯାଏ କର୍ମ ତତ୍ପର ରହି ବିବିଧ ଯୋଜନା ଓ କାର୍ଯ୍ୟକାରୀ କରିବେ। ଦିନ 3ଟା 13 ପରେ ନୂତନ ଭାଗ୍ୟର ବି ଉଦୟ ହେବ। ଆୟ ରୋଜଗାର ବଢ଼ିଯିବ, ସମସ୍ତ ଯୋଜନା ସଫଳ ରୂପରେଖ ନେବ। ଦେହ ମୁଣ୍ଡ ଠିକ୍ଠାକ୍ ରହିବ। ରାତି 7ଟା 57 ଯାଏ ଉତ୍ତର ଫାଲ୍ଗୁନୀର ଓ ତାପରଠାରୁ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆସିବ। ଏବେ ଆଲୋଚନା କରିବା ତୁଳା ରାଶି କଥା। 23 ତାରିଖ ଗୁରୁବାର ତୁଳା ରାଶିର ଶୁକ୍ର ସହିତ ଗୁରୁଙ୍କର ଯେଉଁ ଶତ୍ରୁତା ଅଛି, ତିକ୍ତ ଭାବ ଅଛି, ତେଣୁ କାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇପାରେ। ଏହି ଅସୁବିଧା ହେତୁ ଦିନଟି ବଡ଼ ଦୁଃଖରେ ଯିବ। ଦିନ 3ଟା 13 ଯାଏ ଅପମାନ ଯୋଗ ଅଛି, ଜଗି ରଖି ବ୍ୟବହାର କରନ୍ତୁ। କାହା ପାଖରେ ହାତ ପାତନ୍ତୁନି, କାହାକୁ ପରାମର୍ଶ ଦିଅନ୍ତୁନି। ଏବଂ ଆଲୋ ସଖୀ, ଆପଣା ମହତ ଆପେ ରଖି ଏଇ କଥାକୁ ମନେ ରଖନ୍ତୁ, ଯେମିତି ଅପମାନିତ ନ ହୁଅନ୍ତି। ଦିନ 3ଟା 13 ପରେ ଶୁଭ ସମୟ ଆସିବ। ଅଧା ଥିବା ବା ଆରମ୍ଭ ହୋଇନଥିବା କାମ ଆରମ୍ଭ ହେବ, ଅଧା କାମ ପୂରଣ ହେବ, ମନ ପ୍ରଫୁଲ୍ଲିତ ହେବ, ସୁପ୍ତ ସିଂହ ଜାଗ୍ରତ ହେବ, ମାନେ କର୍ମ ଦିଗରେ ମନ ବଳିବ। ଆୟ ଅମଳ ଭଲ ହେବ, କ୍ରମଶଃ ସମସ୍ତ ଅସଜଡ଼ା କାମ ସଜାଡ଼ି ହୋଇଯିବ। ରାତି 8ଟା 57 ଯାଏ ଚିତ୍ରାର, 8ଟା 57 ପରେ ସ୍ୱାତି ନକ୍ଷତ୍ରର ଅଶୁଭ ସମୟ ଆସିବ। ଏବେ ଆମେ ବିଛା କଥା ଆଲୋଚନା କରିବା। 23 ତାରିଖ ଗୁରୁବାର ବିଛା ରାଶି ପାଇଁ, ମାନେ ମଙ୍ଗଳ ଗ୍ରହ ପାଇଁ। ବୃହସ୍ପତି ମଙ୍ଗଳ କରିବେ, ବିଛାର ଅଧିପତି ହେଲେ ମଙ୍ଗଳ, ଆଉ ବାର ହେଲା ଗୁରୁ। ମଙ୍ଗଳ ଆଉ ଗୁରୁଙ୍କର ବେଶ ଭଳିଆ, ଏମାନେ ଏଇ ଦୁହେଁ ମିତ୍ର ଅନ୍ତରଙ୍ଗ। ମଙ୍ଗଳ କାରକ ହେବେ। ବିଛାଧାରୀ ଜନତାଙ୍କର ବନ୍ଧୁ ସମ୍ପର୍କ ସୁଦୃଢ଼ ହେବ। ନୂତନ ବନ୍ଧୁ ସୃଷ୍ଟି ହୋଇପାରନ୍ତି। ମିତ୍ର ସହ ସୁଯୋଗ ମିଳିବ କଥାବାର୍ତ୍ତା ହେବା ପାଇଁ। ଏଥିପାଇଁ ଆସିବାକୁ ଥିବା ସମସ୍ତ ବିପଦ ପୂର୍ବରୁ ଶତ୍ରୁ ପରି ହାରିଯିବାର ସଂକେତ ମିଳୁଛି। ଦିନ 13 ଯାଏ ଅତି ଅଶୁଭ ସମୟ ହେତୁ ଯାତ୍ରା ନିଷେଧ। ଦେହ ଅସୁସ୍ଥ ହେବ। 3ଟା 13 ପରେ ସବୁ ରୋଗ କମି କମି ଆସିବ, ହେଲେ ଦୁର୍ବଳତା ଯିବନି। ସମ୍ମାନହାନି ହେବାର ଭୟ ଅଛି। ରାତି 8ଟା 57 ଯାଏ ବିଶାଖାର, ତାପରେ ଅନୁରାଧାର ସମୟ ମନ୍ଦ ଆସିବ। ଆଜି ଭଲ ଦିନ ନୁହେଁ, କିନ୍ତୁ ଗୁରୁଙ୍କର ଆଶୀର୍ବାଦ ମିଳିବ, ସହଯୋଗ ମିଳିବ ବୋଲି ବିଛା ରାଶିମାନେ ବଡ଼ ବଡ଼ ସମସ୍ୟାରୁ ରକ୍ଷା ପାଇଯିବେ। 23 ତାରିଖ ଗୁରୁବାର ଧନୁରାଶି ପାଇଁ ଅତ୍ୟନ୍ତ ଉତ୍ତମ ଦିନ। ଯିଏ ଯେଉଁ କର୍ମ କରୁଛନ୍ତି ସେମାନେ ସମସ୍ତେ ନିଜ ନିଜ କର୍ମ ପାଇଁ ଆଗ୍ରହ ପ୍ରକାଶ କରିବେ। ଖଟିବେ, ଖାଇବେ, ପାଇବେ, ନାଇବେ, ଧାଇଁବେ, ଶୋଇବେ ଇତ୍ୟାଦି। ଆୟ
ଅମଳ ବଢ଼ିଆ ହେବ, ସେମାନେ ଖୁସି ହେବେ। ଧନାଗମ ପାଇଁ ଆଦୌ ବାଧା ବନ୍ଧନ ନାହିଁ। ଖଟି ପାରିଲେ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ରାତି 8ଟା 57 ଯାଏ ମୂଳା ନକ୍ଷତ୍ରର 8ଟା 57 ଠାରୁ ପୂର୍ବ ଷାଢ଼ର ଅଶୁଭ। ସାବଧାନ। 23 ତାରିଖ ଗୁରୁବାର ମକର ରାଶି ପାଇଁ ଏକ ବଢ଼ିଆ ଲାଭ ଯୋଗ ଅଛି। ଗୁରୁବାର ଦିନ ବଢ଼ିଆ ଲାଭ ଯୋଗ ଅଛି। ଯାହା ଯାହା ଲାଭ ହେଲେ ବ୍ୟକ୍ତିର ମଙ୍ଗଳ ହୁଏ, ସେ ସେହି ଦିଗରେ ମନ ଧ୍ୟାନ ଦେଇ ଯଥୋଚିତ କର୍ମ କଲେ ମନୋବାଞ୍ଛା ଅବଶ୍ୟ ପୂର୍ଣ୍ଣ ହେବ। ମନେ କରନ୍ତୁ, ଆଜି ଆପଣ ଚାହୁଁଛନ୍ତି, ମକର ରାଶି ଲୋକମାନେ ଚାହୁଁଛନ୍ତି ମୁଁ ସୁସ୍ଥ ହେବି। ସୁସ୍ଥ ହେବା ପାଇଁ ହେଲେ କ'ଣ କ'ଣ ଖାଦ୍ୟ, ପେୟ, ସ୍ନାନ, ଶୌଚରେ ଧ୍ୟାନ ଦେବେ, ଏଇଭଳି। ତେଣୁ ମନୋବାଞ୍ଛା ପୂର୍ଣ୍ଣ ହେବ। ମାତ୍ର ନିଜର ବୃତ୍ତି, ବ୍ୟବସାୟ, ସେବା ଓ ବାଣିଜ୍ୟରେ ଭଲ ଅମଳ ହେବ ଓ ଲାଭ ମଧ୍ୟ ହେବ। ସବୁ ଦିଗରେ ସମ୍ମାନ ବଢ଼ିଯିବ। ସମସ୍ୟା କିଛି ନାହିଁ। ବାସ୍। ଏବେ ଗୁରୁବାର କୁମ୍ଭ ରାଶି ପାଇଁ 23 ତାରିଖ ଗୁରୁବାର କୁମ୍ଭ ରାଶି ପାଇଁ ବିବିଧ ଆନନ୍ଦ ଭିନ୍ନ ଭିନ୍ନ ରୂପରେ ଦିନ 3ଟା 13 ଯାଏ ଆସିବ। ଆପଣମାନଙ୍କର ସୁଖ ଶାନ୍ତିକୁ ଦେଖି ଅନ୍ୟମାନେ ଟିକେ ଈର୍ଷା କରିବେ। ଏତେ ସୁଖରେ ରହିବେ, ଏତେ ଶାନ୍ତି ପାଇବେ, ଯାହାକୁ ଦେଖି ବିଭିନ୍ନ ବନ୍ଧୁ ଆପଣଙ୍କୁ ଉପହାର ଦେବେ, କିଛି ପ୍ରଶଂସା ପତ୍ର ପଠାଇବେ। ଆଉ ନିଜ ଭିତରେ ଥିବା ସମସ୍ତ ସମସ୍ୟା କାଳିମାକୁ ଆପଣ ଦୂର କରିବେ। ଦିନ 3ଟା ପରଠାରୁ ଆୟ ଅମଳ ବୃତ୍ତି, ବ୍ୟବସାୟ, ସେବା, ଚାକିରିରୁ ପୂର୍ବ ଦିନଠାରୁ ଅଧିକ ଲାଭ ହେବ। ଧନାଭାବ ଦୂର ହେବ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଦେହ ମନ ସୁସ୍ଥ ରହିବ। ମାତ୍ର ରାତି 8ଟା 57 ଯାଏ ଧନିଷ୍ଠାର, ତା ପରଠାରୁ ଶତବିଶାର ଅଶୁଭ ସମୟ ଆସିବ। ଏବେ ଆଲୋଚନା କରିବା ମୀନ ରାଶି କଥା। 23 ତାରିଖ ଗୁରୁବାର ମୀନ ରାଶି ପାଇଁ ବୃହସ୍ପତିଙ୍କର କଲ୍ୟାଣ ଥିବାରୁ ଆସିବାକୁ ଥିବା ବଡ଼ ବଡ଼ ବିପଦ ଅଧିକ ଦୁଃଖ ଦେଇପାରିବନି। ଦିନ 3ଟା 13 ଯାଏ ଦେହ ଖରାପ ହେବ। ଶାରୀରିକ ଓ ମାନସିକ ଯନ୍ତ୍ରଣା ହେତୁ ଶାନ୍ତି ଭଙ୍ଗ ହେବ। ଚିଡ଼ଚିଡ଼ା ସ୍ୱଭାବ ପ୍ରକାଶ କରିବେ। ଦିନ 3ଟା 13 ଯାଏ ଦୂରଯାତ୍ରା ନିଷେଧ କଲେ ହଇରାଣ ହେବେ। ଖାଦ୍ୟ ପେୟ ଯଥା ସମୟରେ ମିଳିବନି। 3ଟା 13 ପରଠାରୁ ସମସ୍ତ ସମସ୍ୟା ଧୀରେ ଧୀରେ ଅପସରିଯିବ। ସୁଖ ଶାନ୍ତି ଆସିବ। ଆୟ ଅମଳ ବଢ଼ିବ। ରାତି 8ଟା 57 ଯାଏ ପୂର୍ବଭାଦ୍ର ନକ୍ଷତ୍ରର, 8ଟା 57 ପରେ ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଆସିବ। ଏଣୁ ବନ୍ଧୁ, ଆମେ ଯାହା ଶୁଣିଲେ ତାକୁ କାମରେ ଲଗାଇବା, ଅନୁଭବ କରିବା ଏବଂ କମେଣ୍ଟ ଦେବା। କେତେ ଭଲ ଲାଗିଲା, କେତେ ରୁଚିକର ହେଲା, କେତେ ଆପଣଙ୍କ ଜୀବନରେ ଆସୁଛି। ଆଜି ପାଇଁ ଏତିକି। ରହିଲି। ନମସ୍କାର। ଆପଣଙ୍କର ମଙ୍ଗଳ ହେଉ। ଜୟ